ସବୁ ମାँ ମାନେ ଚାହାନ୍ତି ତାଙ୍କ ପିଲାମାନଙ୍କୁ କିଛି ହେଲ୍ଦି ଖାଇବାକୁ ଦେବା ପାଇଁ, ତାହା ବି ଘରେ ତିଆରି ହେଇଥିବା ଦରକାର। ମୋତେ ଲାଗେ ହେଲ୍ଦି ଅପସନ୍ ଭିତରେ ଛତୁଆ ବି ଯାଉଛି। ତ ଡୁଗୁ ଛୋଟବେଳେ କେବେ ବି ଛତୁଆ ଖାଇନଥିଲା, ତାର ଡକ୍ଟର ତାକୁ ମନା କରିଥିଲେ ଖାଇବା ପାଇଁ। ତ ଯେବେରୁ ସେ ସ୍କୁଲ ଗଲାଣି ସେବେରୁ ମୁଁ ତା ପାଇଁ ଛତୁଆ ବନାଉଛି। ପ୍ରଥମେ ବାଦାମକୁ ଭାଜି ଖୋଲି ଦେଇଥିଲି, ତାପରେ ବୁଟଟାକୁ ହାଲକା ଗରମ କରିବା ପାଇଁ ଭାଜି ନେଇଥିଲି। ଏଇଠି ସାବୁଦାନାକୁ ଗୋଟେ ଓଦା କିଚେନ୍ ଟାୱେଲରେ ମୁଁ ପୋଛିକି ତାପରେ ତାକୁ ଭାଜି ନେଇଥିଲି। ଚୁଡ଼ାଟାକୁ ବି ସେମିତି ମୁଁ ପୋଛିକି ଭାଜି ଦେଇଥିଲି। ତା ଭିତରେ ଆମର ବାଦାମ ଥଣ୍ଡା ହେଇଯାଇଥିଲା, ତାକୁ ଚୋପା ଛଡ଼େଇ ନେଇଥିଲି। ଏଇଠି ମୁଁ ମୁଗ ଡାଲିକୁ ପ୍ରଥମେ ଭଲ ଭାବରେ ଧୋଇକି ତାକୁ ଶୁଖେଇକି ଭାଜି ନେଉଛି। ମୁଁ ମୁଗ ଡାଲି, ଖସା ଆହୁରି ଏମିତି ବହୁତ କିଛି ଜିନିଷ ଅଛି ଯେଉଁଟାକୁ କେବେ କେମିତି ଆଡ଼୍ କରେ ଆଉ କେବେ କେମିତି କରେନି। ଡାଲି ହେଇଥିଲେ କି କରେନି, କାହିଁକିନା ପ୍ରାୟତଃ ସବୁଦିନ ଲଞ୍ଚରେ ଆମର ଡାଲି ହେଇଥାଏ। ତ ତାପରେ ସେସବୁ ଖୋଲି ସାରିଲା ପରେ ମୁଁ ଏଠି ମଖାନାକୁ ଭାଜି ନେଉଛି। ଯେମିତି ମୋର କିଛି ଜିନିଷ ଫିକ୍ସ ଥାଏ, ଯେମିତି ମଖାନା, ଚୁଡ଼ା, ଓଟ୍ସ, ବାଦାମ, ବୁଟ, ପମ୍ପକିନ୍ ସିଡ୍, ଆଲମଣ୍ଡ ଏସବୁ ଫିକ୍ସ ଥାଏ। ଆଉ କିଛି କିଛି ଇନଗ୍ରେଡ଼ିଏଣ୍ଟସ୍ ମୁଁ ଏପଟ ସେପଟ କରିଦିଏ। ତ ତା ଭିତରେ ଥଣ୍ଡା ହେଇଯାଇଥିଲା ଚୁଡ଼ା ଆଉ ବୁଟ, ତାକୁ ମୁଁ ଗ୍ରାଇଣ୍ଡିଙ୍ଗ କରିନେଇଥିଲି। ବାଦାମକୁ ବି ଗ୍ରାଇଣ୍ଡିଙ୍ଗ କରିନେଇଥିଲି। ମଖାନା ଏଇଠି ଭାଜି ହେଇଯାଇଥିଲା, ତାକୁ ଜଣାପଡ଼ିବ ମଖାନାକୁ ଚାପିଲେ ଭାଙ୍ଗିଗଲେ ଜାଣିବେ ଯେ ମଖାନା ଭଲସେ ଭାଜି ହେଇଯାଇଛି। ସବୁଗୁଡ଼ାକୁ ମୁଁ ବିଲକୁଲ ଲୋ ଫ୍ଲେମ୍ରେ ହିଁ ଭାଜିଥିଲି। ଆଉ ଗୋଟେ ଗୋଟେ ଜିନିଷ ଭାଜୁଥିଲି, ତାକୁ ଥଣ୍ଡା କରୁଥିଲି, ତା ସାଙ୍ଗରେ ଗ୍ରାଇଣ୍ଡିଙ୍ଗ ବି କରୁଥିଲି, ପୁଣି କିଛି ଜିନିଷ ଭାଜୁଥିଲି। ତ ତାପରେ ମୁଁ ଓଟ୍ସ ବି ଭାଜି ନେଇଥିଲି ଏଇଠି। ତ ଓଟ୍ସ ଭାଜିଦେବା ଭିତରେ ଏଇଠି ଆମର ଥଣ୍ଡା ହେଇଯାଇଥିଲା ଯେଉଁ ମୁଗ ଡାଲି ଆଉ ସାବୁଦାନା, ତାକୁ ବି ମୁଁ ଗ୍ରାଇଣ୍ଡିଙ୍ଗ କରି ନେଇଯାଇଥିଲି। ଓଟ୍ସ ଭାଜି ସାରିଲା ପରେ ମୁଁ ଏଇଠି ଆଲମଣ୍ଡ, କାଜୁ ଆଉ ପିସ୍ତାକୁ ଭାଜି ନେଲି ପ୍ରଥମେ। ୱାଲନଟ୍ଟା ମୁଁ ପଛରେ ଭାଜିବି, କାହିଁକିନା ୱାଲନଟ୍ଟା ଭାଜିଲା ବେଳେ ତେଲ ଟିକେ ଛାଡ଼େ, ତ ସେଥିଲାଗି ମୁଁ ତାକୁ ଅଲଗା ଭାଜିବି। ଏଇଠି ପମ୍ପକିନ୍ ସିଡ୍ ବି ମୁଁ ଭାଜିଦେବି। ଏଇସବୁ ଭାଜିଲା ଭିତରେ ମଖାନା ଥଣ୍ଡା ହେଇଯାଇଥିଲା, ତାକୁ ବି ମୁଁ ଗ୍ରାଇଣ୍ଡିଙ୍ଗ କରି ନେଇଯାଇଥିଲି। ତାପରେ ନେଇଯାଇଥିଲି ଓଟ୍ସ ଆଉ ଯେଉଁ ପମ୍ପକିନ୍ ସିଡ୍ ସାଙ୍ଗରେ ଗ୍ରାଇଣ୍ଡିଙ୍ଗ କରିଦେଇଥିଲି। ତାପରେ ଏଇଠି ଯେତିକି ସବୁ ଆଲମଣ୍ଡ, କାଜୁ, ପିସ୍ତା, ୱାଲନଟ୍ ସବୁ ଭାଜି ହେଇଥିଲା, ତାକୁ ମୁଁ ମିଠା ପାଇଁ ଯେଉଁ ତାଳ ମିଶ୍ରି ନେଇଛି ଆଉ ଏଠି ଟିକେ ଫ୍ଲେଭର ପାଇଁ ଇଲାଇଚି ନେଇଛି, ତା ସାଙ୍ଗରେ ପକେଇ ଗ୍ରାଇଣ୍ଡିଙ୍ଗ କରିଦେବି, ତାକି ତାର ଯେଉଁ ଅଏଲଟା ଯେଉଁ ଛାଡ଼ିବ ପୁରା ଏତେ ବିଣ୍ଡା ବିଣ୍ଡା ହେବନି, ଭଲସେ ମାନେ ଗ୍ରାଇଣ୍ଡିଙ୍ଗ ହେଇଯିବ। ଏଇଠି ମୁଁ ରାଗି ପାଉଡ଼ରକୁ ବି ଭାଜିକି ନେଇଯାଇଥିଲି। କେବେ କେମିତି ଅଲଗା ମିଲେଟ୍ସ ବି ମୁଁ ସବୁ ୟୁଜ୍ କରେ, ଆଜି କିନ୍ତୁ ଖାଲି ରାଗି ହିଁ କରିଛି। ତା ସାଙ୍ଗରେ ମୁଁ ମିଲ୍କ ପାଉଡ଼ର ଆଡ଼୍ କରିଦେଉଛି। ଏସବୁ ଭଲ ଭାବରେ ଥଣ୍ଡା ଆସିଲା ପରେ ହିଁ ମୁଁ ମିଲ୍କ ପାଉଡ଼ର ଆଡ଼୍ କରିଥିଲି। ଡୁଗୁକୁ ମିଲ୍କରେ ଏଲର୍ଜି, ତ ତାକୁ ଡକ୍ଟର କହିଥିଲେ ମିଲ୍କ ପାଉଡ଼ର ଖାଇବା ପାଇଁ। ତ ଆପଣଙ୍କ ପିଲା ଯଦି କ୍ଷୀର ଖାଉଛି ତ ଆପଣ ଛତୁଆକୁ ଡାଇରେକ୍ଟ ଗରମ କ୍ଷୀରରେ ହିଁ ଗୋଳେଇକି ଖୁଆଇ ପାରିବେ ଥଣ୍ଡା କରିକି। ତ ଏସବୁ ଭଲ ଭାବରେ ମିଶି ସାରିଲା ପରେ ମୁଁ ଏଠି ଗୋଟେ ଏୟାର କଣ୍ଟେନର ଜାଗାରେ ଛତୁଆକୁ ଭଲ ଭାବରେ ନେଇଯାଉଛି, ରଖିଦେବି। ଆରାମସେ 15-20 ଦିନ ଚାଲିଯିବ। ଆପଣ ଆପଣଙ୍କ ପିଲା ହିସାବରେ ବନାନ୍ତୁ।